ମଣିଷ ଯେତେବେଳେ ଏକା ହେଇଯାଏ, ଅସହାୟ ନିଃସହାୟ ହୋଇପଡ଼େ, ବାଟ ଭୁଲି ପାଦ ବଢ଼େଇ ପାରେ ନା, ସେତେବେଳେ କେହି ଜଣେ ହାତ ବଢ଼େଇ ବୋଧ ଦେଇ କହେ, ମୁଁ ଅଛିରେ ଭାଇ, ସବୁ ଠିକ୍ ହେଇଯିବ। ଆଉ ସେହି ସହାୟତାର ହାତ ଥାଏ ଜଣେ ଭାଇର। ଜୁହାର ଜେମା ସମଲେଶ୍ୱରୀ ଆପଣମାନଙ୍କୁ ସମ୍ପୂର୍ଣ୍ଣ ଜୁହାର। ତ ଆଜି ମୁଁ ଗୋଟେ ବହିଟେ ଆପଣମାନଙ୍କୁ ଦେଖୁଛେ ଯେନ୍ଟାକି ଚରିତ ଉପନ୍ୟାସ ଭାଇ। ଏଥିର ଲେଖକ ହେଉଛନ୍ ଶୁଭାକର ପ୍ରଧାନ, ଯିଏକି ଜଣେ ଶିକ୍ଷକ ଆଉ ସେ ଭିନ୍ନ ଭିନ୍ନ ପତ୍ର ପତ୍ରିକାରେ ତାଙ୍କର ବହୁତ ଲେଖାମାନେ ବାହାରିଛେ। ସେ ବିଭିନ୍ନ ଅନୁଷ୍ଠାନ ମାନକେ ଭିନ୍ନ ଭିନ୍ନ ପ୍ରକାର ସମ୍ମାନ ମାନ ବି ପାଇଛନ୍। ଆଉ ସେଥି ଭିତର କଥା ନବ ପ୍ରତିଭା ସମ୍ମାନରେ ବି ସମ୍ମାନିତ ହୋଇସାରିଛନ୍। ଏ ବହିଟା ଲେଖା ହେଇଛି ବଲାଙ୍ଗୀର ଜିଲ୍ଲା ଖପରାଖୁଲ ବ୍ଲକର ଜଳପାଙ୍ଖେଲ ଗ୍ରାମର କର୍ଣ୍ଣସୁନା ଆୟାଙ୍କ ବିଷୟରେ ଲେଖା ହେଇଛି। ତ ପିଲାଟି ଦିନରୁ ଅଭାବ ଓ ଦୁର୍ଦିନ ସହ ସଂଘର୍ଷ କରି ସେ ଜାରି ରଖନ୍ତି ନିଜର ପାଠପଢ଼ା। କିନ୍ତୁ ଭୋକିଲା ପରିବାର ଭୋକିଲା ପେଟ ପାଇଁ ପାଠପଢ଼ାରେ ଡୋରି ବନ୍ଧା ହୁଏ ଓ ଆରମ୍ଭ ହୁଏ ଦାଦନ ବୃତ୍ତି। ସେହି ସମୟର ସ୍ରୋତ ଆଗେଇ ଆସେ ଭାଇମାନଙ୍କର ସହାୟତାର ହାତ। ପୁଣି ଆରମ୍ଭ ହୁଏ ଅଧାଗଢ଼ା ଭବିଷ୍ୟତର ପୁନଃନିର୍ମାଣ। ସରସ୍ୱତୀ ଶିଶୁ ମନ୍ଦିର ଆଚାର୍ଯ୍ୟରୁ ସ୍ୱାସ୍ଥ୍ୟକର୍ମୀ ଯାଏ ସବୁଠାରେ ସେ ନିଜକୁ ଉତ୍ସର୍ଗ କରନ୍ତି ସମାଜ ସେବାରେ। ମନ କିନ୍ତୁ ମାନେ ନା, ଆହୁରି ଅଧିକ କିଛି କରିବାକୁ ସେ ପୁଣି ନିଜର ଶିକ୍ଷାରେ ଧ୍ୟାନ ଦିଅନ୍ତି। ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ସହ ନିଜର ପରିବାର ମଧ୍ୟ ଗଢ଼ନ୍ତି। ଶେଷରେ ଏକାଗ୍ର ଚିତ୍ତନିଷ୍ଠା ପରିଶ୍ରମର ଫଳସ୍ୱରୂପ ଗୋଟିଏ ବର୍ଷ ଭିତରେ ଏକାଥରକେ ସେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, କମର୍ସିଆଲ ଟ୍ୟାକ୍ସ ଅଫିସର, ରାଜସ୍ୱ ନିରୀକ୍ଷକ, ମଙ୍ଗଲ ସମ୍ପ୍ରସାରଣ ଅଧିକାରୀ, ଆସିଷ୍ଟାଣ୍ଟ ସେକ୍ସନ ଅଫିସର, ଓଡ଼ିଶା ପ୍ରଶାସନିକ ସେବା ପରି ଉଚ୍ଚ ପଦବୀଯୁକ୍ତ 6ଟି ସରକାରୀ ଚାକିରି ପାଇଁ ଯୋଗ୍ୟତା ହାସଲ କରନ୍ତି। ଶ୍ରୀଯୁକ୍ତ କର୍ଣ୍ଣସୁନାଙ୍କର ସଂଘର୍ଷ ଓ ଭାଇମାନଙ୍କର ସମୟୋପଯୋଗୀ ସହଯୋଗ ଓ ତ୍ୟାଗ ପାଠକମାନଙ୍କୁ ନିଜର ଭବିଷ୍ୟତ ନିର୍ମାଣରେ ଉତ୍ସାହିତ କରିବ ନିଶ୍ଚୟ। ତ ନିଶ୍ଚିତ ଭାବେ ଏ ବହିଟା ଆକ୍ଚୁଆଲି ଯେନ୍ମାନେ କି କମ୍ପିଟେଟିଭ୍ ଏକ୍ଜାମ୍ ପ୍ରିପାରେସନ୍ କରୁଛନ୍ ତାଙ୍କ ଲାଗି ଗୋଟେ ସୁନାମୁଡ଼ାଟେ ବୋଲି କହିପାରମା ଆମେ। କାରଣ ହଉଛି ଏଥିରେ ଅହିପ୍ରେରଣାଦାୟକ ଅହିପ୍ରେରଣାଦାୟକ ଏ କାହାଣୀ ଅଛି। କାହାଣୀ ମାନେ ଏଟା ହେଲା ସତ୍ କାହାଣୀ, ଯାହାକି କର୍ଣ୍ଣସୁନା ଆୟାଙ୍କ ବିଷୟରେ ଲେଖାଯାଇଛି। ତ ଏ ବହିଟା ଆମାଜନରେ ବି ପ୍ରାପ୍ତ କରିପାରିବେ, ଆପଣମାନେ ମଗାଇ ପାରିବେ ଆମାଜନରୁ। ଆମାଜନର ଲିଙ୍କ୍ ମୁଁ ଦେଇଦେଇଛି ଉପରେ। ଏ ବହିଟା ମଗାଇବେ ଆଉ ପଢ଼ିବେ, ବହୁତ ସୁନ୍ଦର ଭାବେ ଲେଖା ହେଇଛି, ବହୁତ ସୁନ୍ଦର।